ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଧୀନ କାଲି ବାହାଲ ଗ୍ରାମରେ ବଜ୍ରପାତ ଘଟି ଦୁଇ ଯୁବକଙ୍କର ମୃତ୍ୟୁ। ମୃତକ କାଲି ବାହାଲ ଗାଁର ବୀର କିଷାନ ଓ ଦୁଃଖବନ୍ଧୁ ମାଝି ହୋଇଥିବା ବେଳେ ଉଭୟ ଜମିରେ କାମ କରିବା ପାଇଁ ଯାଇଥିଲେ। ଗଞ୍ଜାମ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ହୁମା ଫାଣ୍ଡି ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ମୃତ ମହିଳା କୋବେତ୍ର ସାହିର ବି ମାଳତୀ ପ୍ରଧାନ ହୋଇଥିବା ବେଳେ ଘଟଣାସ୍ଥଳରେ ହୁମା ଫାଣ୍ଡି ପୋଲିସର ତଦନ୍ତ ଜାରି। କଟକ ଜିଲ୍ଲା ମହାଙ୍ଗା ଥାନା ବିରୁପା ନଦୀବନ୍ଧ ରାସ୍ତାରେ ଛାତ୍ରୀଙ୍କୁ ମାରଣାସ୍ତ୍ରରେ ହାଣି ଲୁଟ୍ ଉଦ୍ୟମ କଲେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାତ୍ରୀ ଜଣକ ଆହତ ହୋଇ କଟକ ମେଡିକାଲରେ ଚିକିତ୍ସିତ ଥିବା ବେଳେ ମହାଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଜାରି କରିଛି। ଏନ୍ଏସି ଘୋଷଣା ଦାବିରେ ଆଜି 12 ଘଣ୍ଟିଆ ମୁନିଗୁଡା ବନ୍ଦ। ରାୟଗଡା ଜିଲ୍ଲା ମୁନିଗୁଡା ଏନ୍ଏସି ତାଲିକାରୁ ବାଦ୍ ପଡିବା ପରେ ମୁନିଗୁଡା ବ୍ଲକର ବିଭିନ୍ନ ସଂଗଠନ, ବ୍ୟବସାୟୀ, ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇ 12 ଘଣ୍ଟିଆ ମୁନିଗୁଡା ବନ୍ଦ କରିଛନ୍ତି। ଫଳରେ ମୁନିଗୁଡାରୁ ଭବାନୀପାଟଣା, ଫୁଲବାଣୀ ଏବଂ ରାୟଗଡାକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଜଗତସିଂହପୁର ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ନାବାଳିକାଙ୍କୁ ବିବାହ କରି ନିର୍ଯାତନା ଦେଉଥିବା ନିଲମ୍ବିତ ପୋଲିସ ଏସ୍ଆଇଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି। ଅଭିଯୁକ୍ତ ଏଏସ୍ଆଇ ହେଉଛନ୍ତି ଅମିତ କୁମାର ପାଢୀ। ତାଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ସେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଜନଶୁଣାଣି ବେଳେ ଆକ୍ରମଣ। ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ ସ୍ଥିତ ସରକାରୀ ବାସଭବନରେ ଜନଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ ଏବଂ ସେହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିଥିଲେ। ମହିଳା ଦିନିକିଆ ବିଶ୍ୱକପ 2025 ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏଥର ଟୁର୍ଣ୍ଣାମେଣ୍ଟ ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ହୋଇଛି। ଦଳର ନେତୃତ୍ୱ ଭାର ହରମନପ୍ରୀତ କୌରଙ୍କ ହାତରେ ଥିବା ବେଳେ ବିଶ୍ୱକପ ଦଳରେ ରେଣୁକା ସିଂଙ୍କୁ ସ୍ଥାନ ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଙ୍ଗା ଜିଲ୍ଲାରେ ଆତ୍ମସମର୍ପଣ କଲେ 4 ହାର୍ଡକୋର ମାଓବାଦୀ। ଦୀର୍ଘ ଦିନ ଧରି ଓଡିଶା ଛତିଶଗଡ ସୀମାରେ ଏହି 4 ମାଓବାଦୀ ସକ୍ରିୟ ଥିଲେ ଏବଂ ତାଙ୍କ ନାଁରେ 22 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଲକାନଗିରି ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା। ସ୍ଥାନୀୟ ଛୋଟେ ବେଟିଆ ଥାନା ଅନ୍ତର୍ଗତ ବିଣା ଗୁଣ୍ଡା ଗାଁର ଜଣେ ଆଦିବାସୀ ଯୁବକଙ୍କୁ ପ୍ରଜା କୋର୍ଟରେ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ ବାହିନୀ, ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏବଂ ଭୋଟ ଚୋରି ପ୍ରସଙ୍ଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କରିଥିବା ପର୍ଦ୍ଦାଫାଶକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନିଆଯିବ। ଏନେଇ ସେପ୍ଟେମ୍ବର 4ରେ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଓଡିଶା କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।